ତାରିଣୀଗଡ଼ା ଚାରି ମହଲା କୋଠାରୁ ପଡ଼ି ମହିଳା ମୃତ୍ୟୁ ଘଟଣା ବଢ଼ୁଛି ରହସ୍ୟ, ଯାହା ପୋଲିସ ହାତରେ ଲାଗିଛି ବଡ଼ ପ୍ରମାଣ। ଧୀରେ ଧୀରେ ଏହି ଘଟଣା ଯେତେ ରହସ୍ୟାବୃତ ହୋଇପଡ଼ୁଛି, ଏହି ଘଟଣାର ମୃତା ଯୁବତୀର ପରିଚୟ ମଧ୍ୟ ମିଳିସାରିଛି ପୋଲିସକୁ। ଯେଉଁ ଘରେ ଯେଉଁ ବିଲ୍ଡିଂର ଛାତ ଉପରୁ ପଡ଼ି ଯୁବତୀ ଜଣକ ମୃତ୍ୟୁବରଣ କରିଥିଲେ, ଏହି ବିଲ୍ଡିଂରେ ରହିଥିବା ଏକ ରୋଷେଇ ଘରର କାନ୍ଥରୁ ମୃତା ଯୁବତୀର ମୋବାଇଲ ପୋଲିସ ହାତରେ ଲାଗିବା ପରେ ଯୁବତୀର ପରିଚୟ ମିଳିପାରିଛି, ଯାହାକି ଯୁବତୀ ଜଣକ ତିର୍ତ୍ତୋଲ ଅଞ୍ଚଳର ବୋଲି ସୂଚନା ମିଳିଥିବା ବେଳେ ଗତ ଶନିବାର ଦିନ ନିଜ ଘରୁ ମା ଶାରଳାଙ୍କ ମନ୍ଦିର ବୁଲିବାକୁ କହି ଘରୁ ଆସିଥିଲା, ଯାହାଫଳରେ ଘରକୁ ନ ଫେରିବାରୁ ପରିବାର ଲୋକେ ତିର୍ତ୍ତୋଲ ଥାନାରେ ମଧ୍ୟ ଏକ ଅଭିଯୋଗ ରୁଜୁ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରବିବାର ଦିନ ଉକ୍ତ ଯୁବତୀ ପାରାଦୀପକୁ ଆସିବା ପାରାଦୀପରେ ଉକ୍ତ ବିଲ୍ଡିଂରେ ବିଳମ୍ବିତ ରାତ୍ରିରେ ଛାତରୁ ତଳକୁ ଖସି ମୃତ୍ୟୁବରଣ କରିବା, ଯାହା ଘଟଣାକୁ ରହସ୍ୟ ଘେରକୁ ନେଇ ଆସିଛି। ପୋଲିସ ଏହାର ତଦନ୍ତ ଜୋରଦାର ଚଳାଇଥିଲେ ମଧ୍ୟ ଏହି ଘଟଣାର ଯିଏ ରହିଛି ମୁଖ୍ୟ ଅଭିଯୁକ୍ତ, ଯାହାକୁ ପୋଲିସ ସିଧାସଳଖ ସନ୍ଦେହକୁ ଆଣି ଥାନାରେ ଅଟକ ରଖିଛି, ଉକ୍ତ ଯୁବକଠାରୁ ମଧ୍ୟ ସଠିକ ସବିଶେଷ ତଥ୍ୟ ହାସଲ କରିସାରିଲାଣି ପୋଲିସ। ଖୁବ୍ ଶୀଘ୍ର ମଧ୍ୟ ଏହାର ପର୍ଦ୍ଦାଫାଶ କରିବ ବୋଲି ପାରାଦୀପ ଥାନା ଅଧିକାରୀ ମଧ୍ୟ ସୂଚନା ଦେଇଛନ୍ତି। ଯେଉଁଭଳି ଭାବରେ ଏହି ଯୁବତୀ ଘରୁ ଆସିବା ପଛର ଯେଉଁ ରହସ୍ୟ ରହିଛି, ଯେଉଁ ଗୁମର ଆଜି ଫୁଟିବାରେ ଲାଗିଛି, ଗତ ଶନିବାର ଦିନ ଉକ୍ତ ଯୁବତୀ ଯିଏକି ରହିଥିଲେ ସେ ନିଜ ଘରୁ ଶାରଳା ମନ୍ଦିର ଯିବା ପାଇଁ ଆସିଥିଲେ। ଶାରଳା ମନ୍ଦିର ବୁଲିବା ପରେ ଯାହାକି ପୋଲିସ ଯେଉଁ ତଦନ୍ତ ଆଧାରରେ ଯାହା ରିପୋର୍ଟ ହସ୍ତଗତ କରିଛି, ବିଳମ୍ବିତ ରାତ୍ରିରେ ଜଣେ ଯୁବକ ଯିଏକି ବାହାର ଝାଡ଼ଖଣ୍ଡ ରାଜ୍ୟର ଯୁବକ ଜଣକ ସମ ସିଂ ବୋଲିକି ଯାହାର ନାମ, ଉକ୍ତ ଯୁବକକୁ ଲିଫ୍ଟ ମାଗିଥିଲେ। ଲିଫ୍ଟ ମାଗିବା ପରେ ସେଠୁ ତିର୍ତ୍ତୋଲରୁ ରାହାମା ମଝିରେ କୌଣସି ଏକ ସ୍ଥାନରୁ ପାରାଦୀପ ଆସିଥିଲେ। ତେବେ ପାରାଦୀପ ଆସିବା ପରେ ଯେଉଁ ବିଲ୍ଡିଂରେ ତାଙ୍କର ମୃତ୍ୟୁ ଘଟିଛି ତାର ସିସିଟିଭି ଫୁଟେଜ ମଧ୍ୟ ଆମେ ଆପଣଙ୍କ ସମ୍ମୁଖରେ ସାର୍ବଜନୀନ କରୁଛୁ। ଦେଖିପାରୁଥିବେ ଯେଉଁ ସିସିଟିଭି ଫୁଟେଜରେ ଏକ ବାଇକ୍ରେ ଜଣେ ବସିଛନ୍ତି, ବାଇକ୍ ସହିତ ଅନ୍ୟ ଜଣେ ଯେଉଁ ଛିଡ଼ା ହେଇଛନ୍ତି, ଏ ହେଉଛନ୍ତି ଉକ୍ତ ଯୁବକ ଏବଂ ମୃତ୍ୟୁବରଣ କରିଥିବା ଯୁବତୀ, ଯାହାକି ଘଟଣାର ସିସିଟିଭି ମଧ୍ୟ ପୋଲିସ ହାତରେ ଲାଗିସାରିଛି। ପୋଲିସ ହାତରେ ମଧ୍ୟ ବିଭିନ୍ନ ଯାହାକି ଉକ୍ତ ଯେଉଁ ବିଲ୍ଡିଂ ଭିତରେ ଏକ ଘରୋଇ ସଂସ୍ଥାର ଯେଉଁ 6 ଜଣ 7 ଜଣ କର୍ମଚାରୀ ରହୁଥିଲେ, ଏହି ଘର ମଧ୍ୟରୁ ମଧ୍ୟ ମହିଳାଙ୍କ ଅନ୍ତବସ୍ତ୍ର ସହିତ ଅନେକ କିଛି ପୋଲିସ ହାତରେ ଲାଗିଥିଲା। ତେଣୁ ଧୀରେ ଧୀରେ ଯେତେ ଦିନ ଗଡ଼ୁଛି ପୋଲିସ ଏହି ମହିଳା ମୃତ୍ୟୁ ପଛର ଅନେକ ଗୁମର ଖୋଲି ବାହାର କରିବାରେ ଲାଗିଛି। ତେଣୁ ଯାହା ସନ୍ଦେହ ଲାଗୁଛି, ଏହି ମହିଳା ଯେଉଁଭଳି ଭାବରେ ଘରୁ ଆସିବା ପରେ ଉକ୍ତ ଯୁବକଙ୍କ ସହିତ ପାରାଦୀପ ଆସିବା ଏବଂ ପାରାଦୀପ ଆସିବା ପରେ ଉକ୍ତ ବିଲ୍ଡିଂର 4 ମହଲା କୋଠା ଉପରୁ ତଳେ ପଡ଼ି ମୃତ୍ୟୁବରଣ କରିବା। ସବୁଠୁ ବଡ଼ ଗୁମର କଥା, ଯେତେବେଳେ କାନ୍ଥରେ ଝୁଲୁଛି ମହିଳାଙ୍କ ବସ୍ତ୍ର, କିନ୍ତୁ ତଳେ ପଡ଼ିଛି ମହିଳାଙ୍କ ଉଲଗ୍ନ ମୃତଦେହ, ଯାହା ଘଟଣାକୁ ରହସ୍ୟ ଘରକୁ ଆଣିଥିବା ବେଳେ ଧୀରେ ଧୀରେ ପୋଲିସ ଆଦର୍ଶ ଥାନା ପୋଲିସ ଏହାର ସମ୍ପୂର୍ଣ୍ଣ ଗୁମର ଖୋଲିବାରେ ଲାଗିଛି। ଯାହା ପୋଲିସ ସୂତ୍ରରୁ ସୂଚନା ମିଳିଛି, ଖୁବ୍ ଜଲ୍ଦି ଏହି ଘଟଣାର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ କରାଯିବ। ତେବେ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ନା କେହି ଏହି ମହିଳାଙ୍କୁ କୌଣସି ଅସଦାଚରଣ କରି କିମ୍ବା କେଉଁଭଳି ଭାବରେ ମାରିଦେଇଛି କିମ୍ବା ଆତ୍ମହତ୍ୟା କରିଛି କିମ୍ବା ଝିଅଟି ଦୁର୍ଘଟଣାବଶତଃ ମରିଛି, ତାହା ଖୁବ୍ ଜଲ୍ଦି ଏହାର ଏହି ଘଟଣାର ପର୍ଦ୍ଦାଫାଶ ହେବ। ଅପେକ୍ଷା କରନ୍ତୁ,
খুব জলদি আমি यार संपूर्ण सत्य रिपोर्ट आपण सामने देवाक जाऊँ।